ଓମ୍ ଶାନ୍ତି 19 ନଭେମ୍ବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ ତୁମ ମାନଙ୍କୁ ସଦାସର୍ବଦା ଯୋଗ ରୂପକ ଫାଶୀରେ ଚଢ଼ି ରହିବା ଉଚିତ। ଯୋଗ ବଳ ଦ୍ୱାରା ହିଁ ଆତ୍ମା ଖାଣ୍ଟି ସୁନା ହୋଇପାରିବ। ତୁମମାନଙ୍କୁ ସଦା ସର୍ବଦା ଯୋଗ ରୂପକ ଫାଶୀରେ ଚଢ଼ି ରହିବା ଉଚିତ। ଯୋଗ ବଳ ଦ୍ୱାରା ହିଁ ଆତ୍ମା ଖାଣ୍ଟି ସୁନା ହୋଇପାରିବ। ଆଜିର ପ୍ରଶ୍ନ, କେଉଁ ଶକ୍ତି ବିକାରୀ ଦୃଷ୍ଟିକୁ ତୁରନ୍ତ ବଦଳାଇ ଦେଇଥାଏ? କେଉଁ ଶକ୍ତି ବିକାରୀ ଦୃଷ୍ଟିକୁ ତୁରନ୍ତ ବଦଳାଇ ଦେଇଥାଏ? ଉତ୍ତର, ଜ୍ଞାନର ତୃତୀୟ ନେତ୍ରର ଶକ୍ତି ଯେତେବେଳେ ଆତ୍ମାରେ ଆସିଯାଏ, ସେତେବେଳେ ବିକାର ପଣିଆ ସମାପ୍ତ ହୋଇଯାଏ। ବାବାଙ୍କର ଶ୍ରୀମତ ହେଉଛି, ପିଲାମାନେ, ତୁମେ ସମସ୍ତେ ପରସ୍ପର ଭାଇ ଭାଇ ଅଟ, ଭାଇ ଭଉଣୀ ଅଟ। ତେଣୁ ତୁମର ଦୃଷ୍ଟି କେବେ ବି ବିକାରୀ ହୋଇପାରିବ ନାହିଁ। ତୁମେ ସର୍ବଦା ଯୋଗର ମସ୍ତି ଅର୍ଥାତ୍ ଆନନ୍ଦ ନିଶାରେ ରୁହ। ବାହା ମୋର ଭାଗ୍ୟ ବାହା, ମୋତେ ଭଗବାନ ପାଠ ପଢ଼ାଉଛନ୍ତି। ଏହିଭଳି ବିଚାର କରିବା ଦ୍ୱାରା ସର୍ବଦା ମସ୍ତି ଚଢ଼ି ରହିବ। ଓମ୍ ଶାନ୍ତି। ମିଠା ମିଠା ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବୁଝାଉଛନ୍ତି, ପିଲାମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ସେ ମଧ୍ୟ ଆତ୍ମା ଅଟନ୍ତି। ସେ ପୂର୍ଣ୍ଣ ରୂପେ ଶୁଦ୍ଧ ପବିତ୍ର। ତାଙ୍କଠାରେ କୌଣସି ଜଙ୍କ ଅପବିତ୍ରତା ଲାଗିନାହିଁ। ଶିବ ବାବା ପଚାରୁଛନ୍ତି, ମୋ ମଧ୍ୟରେ ଜଙ୍କ ଅଛି? ବିଲକୁଲ ନାହିଁ। ଏହି ଦାଦାଙ୍କ ମଧ୍ୟରେ ବହୁତ ଜଙ୍କ ଥିଲା। ଏହାଙ୍କ ଶରୀରରେ ବାବା ପ୍ରବେଶ କରିଥିବାରୁ ସାହାଯ୍ୟ ମଧ୍ୟ ମିଳୁଛି। ମୂଳ କଥା ହେଉଛି, 5 ବିକାର ଯୋଗୁଁ ଆତ୍ମା ଉପରେ ଜଙ୍କ ଲାଗିବା କାରଣରୁ ଅପବିତ୍ର ହୋଇଯାଇଛି। ତେଣୁ ଯେତେ ଯେତେ ବାବାଙ୍କୁ ମନେ ପକାଇବ, ଜଙ୍କ ଛାଡ଼ିଯିବ। ଭକ୍ତି ମାର୍ଗର କଥା ତ ଜନ୍ମ ଜନ୍ମାନ୍ତରରୁ ଶୁଣି ଆସିଛ। ଏହି କଥା ହିଁ ଅଲଗା ଅଟେ। ତୁମକୁ ଏବେ ଜ୍ଞାନ ସାଗରଙ୍କ ଠାରୁ ଜ୍ଞାନ ମିଳୁଛି। ତୁମ ବୁଦ୍ଧିରେ ଲକ୍ଷ୍ୟ ରହିଛି, ଆଉ କୌଣସି ସତ୍ସଙ୍ଗ ଆଦିରେ ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ। ଡ୍ରାମାର ପ୍ଲାନ ଅନୁସାରେ ଈଶ୍ୱର ସର୍ବବ୍ୟାପୀ ବୋଲି କହି ମୋର ଗ୍ଲାନି କରୁଛନ୍ତି। ମନୁଷ୍ୟମାନେ ଏକଥା ମଧ୍ୟ ବୁଝୁନାହାନ୍ତି ଯେ ଏହା ହେଉଛି ଡ୍ରାମା। ଏଥିରେ କ୍ରିଏଟର ଡାଇରେକ୍ଟର ମଧ୍ୟ ଡ୍ରାମାରେ ବନ୍ଧା ଅଟନ୍ତି। ଯଦିଓ ସର୍ବଶକ୍ତିମାନ ବୋଲି ଗାନ କରାଯାଇଛି, କିନ୍ତୁ ତୁମେ ଜାଣିଛ ବାବା ମଧ୍ୟ ଡ୍ରାମା ଆଧାରରେ କର୍ତ୍ତବ୍ୟ କରୁଛନ୍ତି। ବାବା ନିଜେ ଆସି ପିଲାମାନଙ୍କୁ ବୁଝାଇଛନ୍ତି, କହୁଛନ୍ତି, ମୋ ଆତ୍ମାରେ ଅବିନାଶୀ ଅଭିନୟ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ସେହି ଅନୁସାରେ ପଢ଼ାଉଛି। ଯାହା କିଛି ବୁଝାଉଛି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏବେ ତୁମକୁ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ପୁରୁଷୋତ୍ତମ ହେବାକୁ ପଡ଼ିବ। ଭଗବାନ ଉବାଚ ଅଟେ ନା? ବାବା କହୁଛନ୍ତି, ତୁମକୁ ପୁରୁଷାର୍ଥ କରି ଏହି ଲକ୍ଷ୍ମୀ ନାରାୟଣ ହେବାକୁ ପଡ଼ିବ। ଏପରି ଆଉ କୌଣସି ମନୁଷ୍ୟ କହିପାରିବେ ନାହିଁ ଯେ ତୁମେ ବିଶ୍ୱର ମାଲିକ ହେବ। ତୁମେ ଜାଣିଛ, ଆମେ ଆସିଛୁ ବିଶ୍ୱର ମାଲିକ ନରରୁ ନାରାୟଣ ହେବା ପାଇଁ। ଭକ୍ତି ମାର୍ଗରେ ତ ଜନ୍ମ ଜନ୍ମାନ୍ତର କଥା ଶୁଣି ଆସିଛ, କିନ୍ତୁ କିଛି ହେଲେ ବୁଝି ନଥିଲ। ଏବେ ବୁଝୁଛ। ବାସ୍ତବରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ସ୍ୱର୍ଗରେ ଥିଲା, ଏବେ ନାହିଁ। ତ୍ରିମୂର୍ତ୍ତି ନିମନ୍ତେ ମଧ୍ୟ ପିଲାଙ୍କୁ ବୁଝାଯାଉଛି। ବ୍ରହ୍ମା ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ସତ୍ୟ ଯୁଗରେ ଏହି ଏକ ଧର୍ମ ଥିଲା, ଆଉ କୌଣସି ଧର୍ମ ନଥିଲା। ଏବେ ସେ ଧର୍ମ ନାହିଁ, ପୁନର୍ବାର ସ୍ଥାପନା ହେଉଛି। ବାବା କହୁଛନ୍ତି, ମୁଁ କଳ୍ପର ସଙ୍ଗମ ଯୁଗରେ ଆସି ତୁମକୁ ପାଠ ପଢ଼ାଉଛି। ଏହା ପାଠଶାଳା ଅଟେ ନା? ଏଠାରେ ପିଲାମାନଙ୍କୁ ଚରିତ୍ର ମଧ୍ୟ ସୁଧାରିବାକୁ ହେବ। 5 ବିକାରରୁ ମୁକ୍ତ ହେବାକୁ ପଡ଼ିବ। ତୁମେ ହିଁ ଦେବତାମାନଙ୍କ ଆଗରେ ଯାଇ ଗାନ କରୁଥିଲ,
ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ହେଉଛୁ ପାପୀ। ଭାରତବାସୀ ହିଁ ଦେବତା ଥିଲେ। ସତ୍ୟ ଯୁଗରେ ଏହି ଲକ୍ଷ୍ମୀ ନାରାୟଣ ପୂଜ୍ୟ ଥିଲେ, ପୁଣି କଳି ଯୁଗରେ ପୂଜାରୀ ହୋଇଛନ୍ତି। ଏବେ ପୁଣି ପୂଜ୍ୟ ହେଉଛନ୍ତି। ପୂଜ୍ୟ ଶତପ୍ରଧାନ ଆତ୍ମାମାନେ ଥିଲେ। ତାଙ୍କର ଶରୀର ମଧ୍ୟ ଶତପ୍ରଧାନ ଥିଲା। ଯେପରି ଆତ୍ମା ସୁନା, ସେପରି ଅଳଙ୍କାର। ସୁନାରେ ଖାଦ ମିଶାଗଲେ ତାର ଦାମ କେତେ କମ ହୋଇଯାଏ। ତୁମେ ମଧ୍ୟ କେତେ ମୂଲ୍ୟବାନ ଥିଲ, ଏବେ ମୂଲ୍ୟ କେତେ କମ ହୋଇଗଲାଣି। ତୁମେ ପୂଜ୍ୟ ଥିଲ, ଏବେ ପୂଜାରୀ ହୋଇଯାଇଛ। ବର୍ତ୍ତମାନ ଯେତେ ଯୋଗଯୁକ୍ତ ହୋଇ ରହିବ, ସେତେ ପାପ କଟିବ ଏବଂ ବାବାଙ୍କ ପ୍ରତି ସ୍ନେହ ବଢ଼ିବ, ଖୁସି ମଧ୍ୟ ରହିବ। ବାବା ସିଧାସଳଖ କହୁଛନ୍ତି, ପିଲାମାନେ ଚାର୍ଟ ରଖ ଯେ ସାରା ଦିନରେ ଆମେ କେତେ ସମୟ ବାବାଙ୍କୁ ମନେ ପକାଉଛୁ। ୟାଦର ଯାତ୍ରା, ଏହି ଅକ୍ଷର ସଠିକ୍ ଅଟେ। ୟାଦ କରି କରି ପାପ କଟି କଟି ଅନ୍ତମତି ସ୍ୱଗତି ହୋଇଯିବ। ସେଠାରେ ପଣ୍ଡାମାନେ ଯାତ୍ରାରେ ନେଇ ଯାଇଥାନ୍ତି। ଏଠାରେ ଆତ୍ମା ନିଜେ ଯାତ୍ରା କରୁଛି। ପରମଧାମ ଯିବାକୁ ହେବ, କାହିଁକି ନା ଡ୍ରାମାର ଚକ୍ର ଏବେ ପୂରା ହେଉଛି। ଏକଥା ମଧ୍ୟ ତୁମେ ଜାଣିଛ ଯେ ଏହା ବହୁତ ଖରାପ ଦୁନିଆ। ପରମାତ୍ମାକୁ କେହି ହେଲେ ଜାଣିନାହାନ୍ତି। ନ ଜାଣିଥିବା କାରଣରୁ କୁହାଯାଉଛି ବିନାଶ କାଳେ ବିପରୀତ ବୁଦ୍ଧି। ସେମାନଙ୍କ ନିମନ୍ତେ ଏହି ନର୍କ ହିଁ ସ୍ୱର୍ଗ ସମାନ ଅଟେ। ତାଙ୍କ ବୁଦ୍ଧିରେ ଏକଥା ରହିବ ନାହିଁ। ତୁମକୁ ଏସବୁ ବିଚାର ସାଗର ମନ୍ଥନ କରିବା ପାଇଁ ବହୁତ ଏକାନ୍ତ ଆବଶ୍ୟକ। ଏଠାକାର ଏକାନ୍ତ ବହୁତ ଭଲ, ସେଥିପାଇଁ ମଧୁବନର ମହିମା ରହିଛି। ପିଲାମାନେ ବହୁତ ଖୁସି ହେବା ଉଚିତ। ଆମେ ଜୀବାତ୍ମା, ଆମକୁ ପରମାତ୍ମା ପଢ଼ାଉଛନ୍ତି। କଳ୍ପ ପୂର୍ବରୁ ମଧ୍ୟ ଏହିପରି ପଢ଼ାଇଥିଲେ। କୃଷ୍ଣଙ୍କ କଥା ନୁହେଁ, ସେ ତ ଛୋଟ ପିଲା ଥିଲେ। ସେ ଆତ୍ମା, ଇଏ ପରମାତ୍ମା ଅଟନ୍ତି। ପ୍ରଥମ ନମ୍ବର ଆତ୍ମା ଶ୍ରୀକୃଷ୍ଣ ପୁଣି ଶେଷ ନମ୍ବରକୁ ଆସିଯାଇଛନ୍ତି। ତେଣୁ ନାମ ରୂପ ମଧ୍ୟ ଅଲଗା ହୋଇଗଲା। ବହୁତ ଜନ୍ମର ଅନ୍ତ ଜନ୍ମରେ ନାମ ତ ଅଲଗା ହେବ ନା। କହୁଛନ୍ତି ଇଏ ତ ଦାଦା ଲେଖରାଜ ଅଟନ୍ତି। ଏହା ତାଙ୍କର ବହୁତ ଜନ୍ମର ଶେଷ ଜନ୍ମ ଅଟେ। ବାବା କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ ରାଜଯୋଗ ଶିଖାଉଛି। କାହା ଶରୀରରେ ତ ବାବା ଆସିବେ ନା। ଶାସ୍ତ୍ରରେ ଏକଥା ନାହିଁ। ବାବା ତୁମ ପିଲାମାନଙ୍କୁ ପଢ଼ାଉଛନ୍ତି, ତୁମେ ହିଁ ପଢ଼ୁଛ। ସତ୍ୟ ଯୁଗରେ ପୁଣି ଏହି ଜ୍ଞାନ ରହିବ ନାହିଁ। ସେଠାରେ ରହିଛି ପ୍ରାରବ୍ଧ। ବାବା ସଙ୍ଗମରେ ଆସି ଏହି ଜ୍ଞାନ ଶୁଣାଉଛନ୍ତି। ପୁଣି ତୁମେ ପଦ ପାଇଯାଉଛ। ଏହା ହେଉଛି ଅବିନାଶୀ ବାବାଙ୍କ ଠାରୁ ଅବିନାଶୀ ସମ୍ପତ୍ତି ପାଇବାର ସମୟ। ସେଥିପାଇଁ ପିଲାମାନେ ଅବହେଳା କରିବା ଅନୁଚିତ। ମାୟା ବହୁତ ଭୁଲ କରାଉଛି, ପୁଣି ବୁଝାଯାଏ ତାଙ୍କର ଭାଗ୍ୟରେ ହିଁ ନାହିଁ। ବାବା ତ ପୁରୁଷାର୍ଥ କରାଇଥାନ୍ତି। ଭାଗ୍ୟରେ କେତେ ଫରକ ରହିଛି। କେହି ପାସ୍, କେହି ଫେଲ୍ ହୋଇଯାଉଛନ୍ତି। ଦ୍ୱିମୁକୁଟଧାରୀ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ଅବଶ୍ୟ ରୁହ। ଲୌକିକ ପିତାଙ୍କର କରଜ ମଧ୍ୟ ପିଲାମାନଙ୍କୁ ଶୁଝିବାକୁ ହେବ। ନିୟମ ପ୍ରମାଣ ଚାଲିବାକୁ ହେବ। ଏଠାରେ ତ ସମସ୍ତେ ବେକାଇଦା ଅଟନ୍ତି। ତୁମେ ଜାଣିଛ, ଆମେ ହିଁ ଏତେ ଉଚ୍ଚ ପବିତ୍ର ଥିଲୁ, ପୁଣି ତଳକୁ ଖସି ଆସିଛୁ। ଏବେ ପୁଣି ପବିତ୍ର ହେବାକୁ ପଡ଼ିବ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ସବୁ ବିକେ ହୋଇଥିବାରୁ ବିକାରୀ ଦୃଷ୍ଟି ରହିପାରିବ ନାହିଁ। କାହିଁକି ନା ତୁମେ ଭାଇ ଭଉଣୀ ଅଟନା। ବାବା ସବୁ ଯୁକ୍ତି ବତାଉଛନ୍ତି। ତୁମେ ସମସ୍ତେ ବାବା ବାବା କହୁଥିବାରୁ ଭାଇ ଭଉଣୀ ହୋଇଗଲ। ଭଗବାନଙ୍କୁ ସମସ୍ତେ ପିତା ବୋଲି କହିଥାନ୍ତି ନା। ଆତ୍ମା ମାନେ କହୁଛନ୍ତି ଆମେ ଶିବ ବାବାଙ୍କର ସନ୍ତାନ ଅଟୁ। ପୁଣି ଶରୀରରେ ଆସୁଥିବାରୁ ଭାଇ ଭଉଣୀ ହେଉଛନ୍ତି। ପୁଣି ଆମର ବିକାରୀ ଦୃଷ୍ଟି କାହିଁକି ଯିବ? ତୁମେ ବଡ଼ ବଡ଼ ସଭାରେ ଏହି କଥା ବୁଝାଇ ପାରିବ। ତୁମେ ସମସ୍ତେ ଭାଇ ଭାଇ ଅଟ। ପୁଣି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ରଚନା କରାଯିବାରୁ ଭାଇ ଭଉଣୀ ହୋଇଗଲ। ଆଉ କୌଣସି ସମ୍ବନ୍ଧ ନାହିଁ। ଆମେ ସବୁ ଏକମାତ୍ର ବାବାଙ୍କର ସନ୍ତାନ। ଏକମାତ୍ର ବାବାଙ୍କର ସନ୍ତାନ ହୋଇଥିବାରୁ ବିକାରଗ୍ରସ୍ତ କିପରି ହୋଇପାରିବେ? ଆତ୍ମା ରୂପରେ ଭାଇ ଭାଇ, ତା ସହିତ ଭାଇ ଭଉଣୀ ମଧ୍ୟ ଅଟ।
ବାବା ବୁଝାଉଛନ୍ତି, ଏହି ଆଖି ବହୁତ ଧୋକା ଦେଇଥାଏ। ଆଖି ଭଲ ଜିନିଷ ଦେଖୁଥିବାରୁ ଇଚ୍ଛା ହୋଇଥାଏ, ଆଖି ନ ଦେଖିଲେ ଇଚ୍ଛା ଜାଗ୍ରତ ହେବ ନାହିଁ। ଏହି ବିକାରୀ ଦୃଷ୍ଟିକୁ ବଦଳାଇବାକୁ ପଡ଼ୁଛି। ଭାଇ ଭଉଣୀ ବିକାରୀ ଦୃଷ୍ଟି ରଖିପାରିବେ ନାହିଁ। ଏହି ଦୃଷ୍ଟି ପରିବର୍ତ୍ତନ ହେବା ଉଚିତ। ଜ୍ଞାନର ତୃତୀୟ ନେତ୍ରର ବଳ ଦରକାର। ଅଧା କଳ୍ପ ଏହି ଆଖି ଦ୍ୱାରା ପାପ କରିଛ। ବର୍ତ୍ତମାନ ବାବା କହୁଛନ୍ତି, ଏହି ସମସ୍ତ ପାପ ଧୋଇ ହେବ କିପରି? ଆମ ପବିତ୍ର ଆତ୍ମାରେ ଜଙ୍କ ଲାଗିଯାଇଛି। ଯେତେ ବାବାଙ୍କୁ ମନେ ପକାଇବ ସେତେ ସ୍ନେହ ଯୋଡ଼ି ହେବ। ପଢ଼ା ଦ୍ୱାରା ନୁହେଁ, ବାବାଙ୍କ ସ୍ମୃତି ଦ୍ୱାରା ସ୍ନେହ ଯୋଡ଼ି ହେବ। ଭାରତର ପ୍ରାଚୀନ ଯୋଗ ରହିଛି, ଯାହାଦ୍ୱାରା ଆତ୍ମା ପବିତ୍ର ହୋଇ ନିଜ ଧାମକୁ ଚାଲିଯିବ। ସବୁ ଭାଇମାନଙ୍କୁ ନିଜ ପିତାଙ୍କର ପରିଚୟ ଦେବାକୁ ହେବ। ସର୍ବବ୍ୟାପୀର ଜ୍ଞାନ ଦ୍ୱାରା ବିଲକୁଲ ଅଧପତିତ ହୋଇଯାଇଛନ୍ତି। ଏବେ ବାବା କହୁଛନ୍ତି, ଡ୍ରାମା ଅନୁସାରେ ତୁମର ଅଭିନୟ ରହିଛି। ରାଜଧାନୀ ଅବଶ୍ୟ ସ୍ଥାପନ ହେବ। ଯେତିକି ଯିଏ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିଲେ, ସେତିକି ସିଏ ନିଶ୍ଚୟ କରିବ। ତୁମେ ସାକ୍ଷୀ ହୋଇ ଦେଖୁଛ। ଏହି ପ୍ରଦର୍ଶନୀ ବହୁତ ଆତ୍ମା ଦେଖିବେ। ତୁମର ଏହା ଈଶ୍ୱରୀୟ ମିଶନ ଅଟେ। ଏହା ହେଉଛି ନିରାକାର ଈଶ୍ୱରୀୟ ପିତାଙ୍କର ମିଶନ। ତାହା ଖ୍ରୀଷ୍ଟିଆନ ବୌଦ୍ଧ ମିଶନ ଅଟେ। ଏହା ନିରାକାରୀ ଈଶ୍ୱରୀୟ ମିଶନ। ନିରାକାର ତ ନିଶ୍ଚୟ କୌଣସି ଶରୀରରେ ଆସିବେ ନା। ତୁମେ ମଧ୍ୟ ନିରାକାର ଆତ୍ମାମାନେ ମୋ ସାଥିରେ ରହୁଥିଲ ନା। ଏହି ଡ୍ରାମା କିପରି ପ୍ରସ୍ତୁତ ହୋଇଛି, ଏହା କାହାରି ବୁଦ୍ଧିରେ ନାହିଁ। ରାବଣ ରାଜ୍ୟରେ ସବୁ ବିପରୀତ ବୁଦ୍ଧି ହୋଇଯାଇଛନ୍ତି। ଏବେ ବାବାଙ୍କ ସହିତ ପ୍ରୀତି ଲଗାଇବାକୁ ପଡ଼ିବ। ତୁମର ପ୍ରତିଜ୍ଞା ହେଉଛି, ମୋର ତ ଏକମାତ୍ର ଶିବ ବାବା, ଦ୍ୱିତୀୟ କେହି ନୁହନ୍ତି। ନଷ୍ଟମୋହା ହେବାକୁ ପଡ଼ିବ। ବହୁତ ପରିଶ୍ରମ କରିବାକୁ ହେବ। ଏହା ଯେପରି ଫାଶୀ ଉପରେ ଚଢ଼ିବା ସଦୃଶ ଅଟେ। ବାବାଙ୍କ ସ୍ମୃତିରେ ରହିବା ଅର୍ଥାତ ଫାଶୀରେ ଚଢ଼ିବା। ଶରୀରକୁ ଭୁଲି ବାବାଙ୍କ ସ୍ମୃତିରେ ଆମକୁ ବିଭୋର ହୋଇଯିବାକୁ ହେବ। ବାବାଙ୍କର ସ୍ମୃତିରେ ରହିବା ବହୁତ ଜରୁରୀ ଅଟେ। ନଚେତ ଜଙ୍କ କିପରି ଛାଡ଼ିବ? ପିଲାମାନେ ଭିତରେ ଭିତରେ ଖୁସି ରହିବା ଉଚିତ। ଶିବ ବାବା ଆମକୁ ପଢ଼ାଉଛନ୍ତି। କେହି ଶୁଣିଲେ କହିବେ, ଇଏ କ'ଣ କହୁଛନ୍ତି? କାହିଁକି ନା ସେମାନେ ତ କୃଷ୍ଣଙ୍କୁ ଭଗବାନ ବୋଲି ଭାବୁଛନ୍ତି। ତୁମେ ଏବେ ବହୁତ ଖୁସି ହେଉଛ ଯେ ଆମେ ଏବେ ଶ୍ରୀକୃଷ୍ଣଙ୍କ ରାଜଧାନୀକୁ ଯାଉଛୁ। ଆମେ ମଧ୍ୟ ରାଜକୁମାର କୁମାରୀ ହୋଇପାରିବୁ। ସେ ହେଲେ ପ୍ରଥମ ରାଜକୁମାର। ସେ ନୂଆ ଭବନରେ ରୁହନ୍ତି। ପରେ ଯେଉଁ ସନ୍ତାନମାନେ ଜନ୍ମ ନେବେ, ସେ ତ ଡେରିରେ ଆସିବେ ନା। ତାଙ୍କର ଜନ୍ମ ସ୍ୱର୍ଗରେ ହିଁ ହେବ। ତୁମେ ମଧ୍ୟ ସ୍ୱର୍ଗରେ ରାଜକୁମାର ହୋଇପାରିବ। ସମସ୍ତେ ତ ପ୍ରଥମ ନମ୍ବରରେ ଆସିବେ ନାହିଁ। କ୍ରମ ଅନୁସାରେ ମାଳା ତିଆରି ହେବ ନା। ବାବା କହୁଛନ୍ତି, ପିଲାମାନେ ଖୁବ୍ ପୁରୁଷାର୍ଥ କର। ଏଠାକୁ ତୁମେ ଆସିଛ ନରରୁ ନାରାୟଣ ହେବା ପାଇଁ। ଏହା ସତ୍ୟ ନାରାୟଣଙ୍କର କଥା ଅଟେ। ସତ୍ୟ ଲକ୍ଷ୍ମୀଙ୍କର କଥା କେବେ ଶୁଣି ନଥିବ। ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ସ୍ନେହ ମଧ୍ୟ ରହିଛି। କୃଷ୍ଣଙ୍କୁ ହିଁ ଦୋଳିରେ ଝୁଲାଇଥାନ୍ତି, ରାଧାଙ୍କୁ କାହିଁକି ନୁହେଁ? ଡ୍ରାମା ପ୍ଲାନ ଅନୁସାରେ ଶ୍ରୀକୃଷ୍ଣଙ୍କର ନାମ ରହିଆସିଛି। ତୁମର ସାଥୀ ରାଧା ହେଲେ ମଧ୍ୟ ସ୍ନେହ କୃଷ୍ଣଙ୍କ ସହିତ ରହିଛି। ତାଙ୍କର ଡ୍ରାମାରେ ଏହିପରି ଅଭିନୟ ରହିଛି। ପିଲା ସର୍ବଦା ସ୍ନେହୀ ହୋଇଥାନ୍ତି। ବାବା ପିଲାମାନଙ୍କୁ ଦେଖି କେତେ ଖୁସି ହୋଇଥାନ୍ତି। ପୁଅ ଜନ୍ମ ହେଲେ ତ ଖୁସି ହେବେ ନା। ଝିଅ ଜନ୍ମ ହେଲେ ଚିନ୍ତିତ ହୋଇଥାନ୍ତି। କେତେକ ତ ଝିଅମାନଙ୍କୁ ମାରି ବି ଦେଇଥାନ୍ତି। ରାବଣ ରାଜ୍ୟରେ ଚରିତ୍ରରେ କେତେ ଫରକ ହୋଇଯାଉଛି। ଗାୟନ ମଧ୍ୟ କରନ୍ତି, ଆପଣ ସର୍ବଗୁଣ ସମ୍ପନ୍ନ ଅଟନ୍ତି, ଆମେ ନିର୍ଗୁଣ ଅଟୁ। ଏବେ ବାବା କହୁଛନ୍ତି, ପୁନର୍ବାର ଏପରି ଗୁଣବାନ ହୁଅ। ଏବେ ଜାଣୁଛ, ଆମେ ଅନେକ ଥର ଏହି ବିଶ୍ୱର ମାଲିକ ହୋଇଛୁ। ଏବେ ପୁଣି ହେବାକୁ ଯାଉଛୁ। ପିଲାମାନଙ୍କର ବହୁତ ଖୁସି ରହିବା ଉଚିତ। ଓହୋ, ଶିବ ବାବା ଆମକୁ ପଢ଼ାଉଛନ୍ତି। ଏଠାରେ ବସି ଚିନ୍ତନ କର।
ଭଗବାନ ଆମକୁ ପଢ଼ାଉଛନ୍ତି ବାହା ଭାଗ୍ୟ ବାହା। ଏହିପରି ବିଚାର କରି କରି ଆନନ୍ଦରେ ବିଭୋର ହୋଇଯିବା ଉଚିତ। ବାହା ଭାଗ୍ୟ ବାହା। ବେହଦର ବାବା ଆମକୁ ମିଳିଛନ୍ତି। ଆମେ ବାବାଙ୍କୁ ହିଁ ମନେ ପକାଉଛୁ। ପବିତ୍ରତାର ଗୁଣ ଧାରଣ କରିବାକୁ ହେବ। ଆମେ ଏହିପରି ହେଉଛୁ। ଦୈବୀ ଗୁଣ ମଧ୍ୟ ଧାରଣ କରୁଛୁ। ଏହା ମଧ୍ୟ ମନ୍ମନା ଭବ ଅଟେ ନା? ବାବା ଆମକୁ ଏହିପରି କରାଉଛନ୍ତି। ଏହା ତ ପ୍ରତ୍ୟକ୍ଷ ଅନୁଭବର କଥା। ବାବା ମଧୁର ସନ୍ତାନମାନଙ୍କୁ ରାୟ ଦେଉଛନ୍ତି, ଚାଟ ଲେଖ ଏବଂ ଏକାନ୍ତରେ ବସି ଏହିପରି ନିଜ ସହିତ କଥା ହୁଅ। ଏହି ବ୍ୟାଚକୁ ଛାତିରେ ଲଗାଇ ରଖ। ଭଗବାନଙ୍କ ଶ୍ରୀମତ ଦ୍ୱାରା ଆମେ ଏପରି ହେଉଛୁ। ବ୍ୟାଚକୁ ଦେଖି ବାବାଙ୍କୁ ସ୍ନେହ କର। ବାବାଙ୍କ ସ୍ମୃତି ଦ୍ୱାରା ଆମେ ଏପରି ହେଉଛୁ। ବାବା ଆପଣଙ୍କର କମାଲ ଅଟେ। ବାବା ଆମକୁ ଆଗରୁ ଜଣା ନଥିଲା ଯେ ଆପଣ ଆମକୁ ବିଶ୍ୱର ମାଲିକ କରାଇବେ। ନୈଷ୍ଠିକ ଭକ୍ତିରେ ଦର୍ଶନ ନିମନ୍ତେ ଗଳା କାଟିବା, ପ୍ରାଣ ତ୍ୟାଗ କରିବା ପର୍ଯ୍ୟନ୍ତ ଯାଇଥାନ୍ତି। ତେବେ ଯାଇ ଦର୍ଶନ ହୋଇଥାଏ। ଏହି ମାନଙ୍କର ହିଁ ଭକ୍ତମାଳା ହୋଇଛି। ଭକ୍ତମାନଙ୍କର ସମ୍ମାନ ମଧ୍ୟ ରହିଛି। କଳି ଯୁଗର ଭକ୍ତ ତ ଯେପରି ବାଦଶାହ ଅଟନ୍ତି। ଏବେ ତୁମ ପିଲାମାନଙ୍କର ବେହଦ ବାବାଙ୍କ ସହିତ ପ୍ରୀତି ରହିଛି। ଏକେ ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ରହନ୍ତୁ। ଏକଦମ ଲାଇନ କ୍ଲିଅର ହେବା ଦରକାର। ଏବେ ଆମର 84 ଜନ୍ମ ପୁରା ହେଉଛି। ଏବେ ଆମେ ସମ୍ପୂର୍ଣ୍ଣ ଭାବେ ବାବାଙ୍କର ଆଜ୍ଞାରେ ଚାଲିବୁ। କାମ ମହାଶତ୍ରୁ ଅଟେ। ଏହି ଶତ୍ରୁଠାରୁ ହାରିବା ଅନୁଚିତ। ହାରିଯାଇ ପଶ୍ଚାତାପ କଲେ କ'ଣ କରିବ? ଏକଦମ ହାଡ଼ଗୋଡ଼ ସବୁ ଭାଙ୍ଗିଯିବ। ବହୁତ କଡ଼ା ଦଣ୍ଡ ମିଳିଥାଏ। ପାପ କଟିବା ବଦଳରେ ଆହୁରି ଅଧିକ ବଢ଼ିଯାଏ। ଯୋଗ ଲାଗିବ ନାହିଁ। ନିରନ୍ତର ବାବାଙ୍କ ସ୍ମୃତିରେ ରହିବା ବହୁତ ମେହନତ ଅଟେ। ବହୁତ ଗପ ମଧ୍ୟ ମାରୁଛନ୍ତି। ଆମେ ନିରନ୍ତର ବାବାଙ୍କ ସ୍ମୃତିରେ ରହୁଛୁ। ବାବା ଜାଣିଛନ୍ତି ରହିପାରିବେ ନାହିଁ। ଏଥିରେ ମାୟାର ବହୁତ ତୋଫାନ ଆସେ। ଏପରି ସ୍ୱପ୍ନ ଆସିବ ଯେ ହଇରାଣ କରିଦେବ। ଜ୍ଞାନ ତ ବହୁତ ସହଜ। ଛୋଟ ପିଲା ମଧ୍ୟ ବୁଝାଇ ପାରିବ। ବାକି ୟାଦର ଯାତ୍ରାରେ ହିଁ ବହୁତ ପରିଶ୍ରମ ରହିଛି। ଖୁସି ହେବା ଅନୁଚିତ ଯେ ଆମେ ବହୁତ ସେବା କରୁଛୁ। ଯୋଗଯୁକ୍ତ ରହି ନିଜ ପାଇଁ ଗୁପ୍ତ ସେବା କରିଚାଲ। ଏହାଙ୍କର ନିଶା ରହୁଛି ମୁଁ ଶିବ ବାବାଙ୍କର ସନ୍ତାନ। ବାବା ବିଶ୍ୱର ରଚୟିତା ହୋଇଥିବାରୁ ନିଶ୍ଚୟ ଆମେ ମଧ୍ୟ ସ୍ୱର୍ଗର ମାଲିକ ହେବୁ। ରାଜକୁମାର ହେବି। ଏହି ଆନ୍ତରିକ ଖୁସି ରହିବା ଦରକାର। କିନ୍ତୁ ଯେତେ ତୁମେ ୟାଦରେ ରହିପାରିବ ସେତିକି ମୁଁ ରହିପାରିବି ନାହିଁ। ବାବାଙ୍କୁ ତ ବହୁତ ଖିଆଲ କରିବାକୁ ପଡ଼ୁଛି। ପିଲାମାନଙ୍କର କେବେ ଈର୍ଷା ଆସିବା ଅନୁଚିତ ଯେ ବାବା ବଡ଼ ଲୋକମାନଙ୍କର ଖାତିରି କାହିଁକି କରୁଛନ୍ତି? ବାବା ପ୍ରତ୍ୟେକ ସନ୍ତାନମାନଙ୍କର ନାଡ଼ି ଦେଖି ତାଙ୍କର କଲ୍ୟାଣ ଅର୍ଥେ ପ୍ରତ୍ୟେକଙ୍କୁ ସେହି ଅନୁସାରେ ଚଲାଇଥାନ୍ତି। ଶିକ୍ଷକ ଜାଣିଥାନ୍ତି ପ୍ରତ୍ୟେକ ଛାତ୍ରକୁ କିପରି ପରିଚାଳିତ କରିବାକୁ ହେବ। ପିଲାମାନେ ଏକଥାରେ ସଂଶୟ ଆଣିବା ଅନୁଚିତ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏକାନ୍ତରେ ବସି ନିଜ ସହିତ କଥାବାର୍ତ୍ତା କରିବାକୁ ହେବ। ଆତ୍ମାରେ ଯେଉଁ କଳଙ୍କି ଲାଗିଛି ତାକୁ ଛଡ଼ାଇବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ। 2 ନମ୍ବର। କୌଣସି ବି କଥାରେ ସଂଶୟ ଉଠାଇବାର ନାହିଁ। କାହା ପ୍ରତି ଈର୍ଷା କରିବାର ନାହିଁ। ଆନ୍ତରିକ ଖୁସିରେ ରହିବା ସହିତ ନିଜର ଗୁପ୍ତ ସେବା କରିବାକୁ ହେବ। ଆଜିର ବରଦାନ। ଭିକାରୀରୁ ରାଜକୁମାର ହେବାର ଅଭିନୟକୁ ବାସ୍ତବିକ ରୂପରେ ସମ୍ପାଦନ କରୁଥିବା ତ୍ୟାଗୀ ବା ଶ୍ରେଷ୍ଠ ଭାଗ୍ୟଶାଳୀ ଆତ୍ମା ଭବ। ଭିକାରୀରୁ ରାଜକୁମାର ହେବାର ଅଭିନୟକୁ ବାସ୍ତବିକ ରୂପରେ ସମ୍ପାଦନ କରୁଥିବା ତ୍ୟାଗୀ ବା ଶ୍ରେଷ୍ଠ ଭାଗ୍ୟଶାଳୀ ଆତ୍ମା ଭବ। ଡିଟେଲ୍ସ। ଯେପରି ଭବିଷ୍ୟତରେ ବିଶ୍ୱ ମହାରାଜା ଦାତା ହେବେ
ସେହିପରି ଏବେଠାରୁ ନିଜ ଭିତରେ ଦାତା ପଣିଆର ସଂସ୍କାରକୁ ଜାଗ୍ରତ କର। କାହାଠାରୁ କୌଣସି ପ୍ରକାରର ସହଯୋଗ ନେଲେ ଯାଇ ମୁଁ ସହଯୋଗ ଦେବି, ଏଭଳି କଥା ସଂକଳ୍ପରେ ମଧ୍ୟ ନ ଆସୁ। ତେବେ କୁହାଯିବ ଭିକାରୀରୁ ରାଜକୁମାର ହେବା। ନିଜେ କାହାଠାରୁ କିଛି ନେବାର ଇଚ୍ଛା ରଖ ନାହିଁ। ଏହିଭଳି ଅଳ୍ପ କାଳର ଇଚ୍ଛାଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହୁଥିବା ଭିକାରୀ ହୁଅ। ଏହିଭଳି ଭିକାରୀ ହିଁ ସମ୍ପନ୍ନ ମୂରତ ଅଟନ୍ତି। ଯେଉଁମାନେ ଏବେ ଭିକାରୀରୁ ରାଜକୁମାର ହେବାର ପାଠକୁ ବାସ୍ତବିକ ରୂପରେ ସମ୍ପାଦନ କରୁଛନ୍ତି, ସେମାନଙ୍କୁ କୁହାଯାଏ ସଦାତ୍ୟାଗୀ ବା ଶ୍ରେଷ୍ଠ ଭାଗ୍ୟଶାଳୀ। କାରଣ ତ୍ୟାଗ ଦ୍ୱାରା ସଦାକାଳର ଭାଗ୍ୟ ସ୍ୱତଃ ହିଁ ଜମା ହୋଇଥାଏ। ଆଜିର ସ୍ଲୋଗାନ, ସର୍ବଦା ହର୍ଷିତ ରହିବା ପାଇଁ ସାକ୍ଷୀ ପଣିଆର ଆସନ ଉପରେ ନୀରବ ଦ୍ରଷ୍ଟା ହୋଇ ସବୁ ଖେଳ ଦେଖ। ସର୍ବଦା ହର୍ଷିତ ରହିବା ପାଇଁ ସାକ୍ଷୀ ପଣିଆର ଆସନ ଉପରେ ନୀରବ ଦ୍ରଷ୍ଟା ହୋଇ ସବୁ ଖେଳ ଦେଖ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଅଶରୀରୀ ସ୍ଥିତିର ଅନୁଭବ କରିବା ପାଇଁ ସୂକ୍ଷ୍ମ ସଂକଳ୍ପ ରୂପରେ ମଧ୍ୟ କେଉଁଠାରେ ଆକର୍ଷଣ ନ ରହୁ। ସମ୍ବନ୍ଧ ରୂପରେ, ସମ୍ପର୍କ ରୂପରେ ଅଥବା ନିଜର କୌଣସି ବିଶେଷତା ପ୍ରତି ମଧ୍ୟ ଆକର୍ଷଣ ବା ମୋହ ନ ରହୁ। ଯଦି ନିଜର କୌଣସି ବିଶେଷତା ପ୍ରତି ମଧ୍ୟ ମୋହ ରହିଛି, ତେବେ ତାହା ମଧ୍ୟ ତୁମକୁ ବନ୍ଧନରେ ବାନ୍ଧିଦେବ ଏବଂ ସେହି ମୋହର ଆକର୍ଷଣର ତୁମକୁ ଅଶରୀରୀ ହେବାକୁ ଦେବ ନାହିଁ। ଓମ୍ ଶାନ୍ତି।